ଦେଖନ୍ତୁ DSSS ତରଫରୁ ଏକ ପିଅନ ପାଇଁ ବଡ଼ ନିଯୁକ୍ତି ସୁଯୋଗ ଆସିଛି। ଡାକ ପିଅନ ଏବଂ ପିଅନ ପାଇଁ ଏବଂ ଅର୍ଡ଼ରଲି ପାଇଁ ପୋଷ୍ଟ ରହିଛି। ତ ଦେଖନ୍ତୁ ଏଥିରେ ଟୋଟାଲ ପଦବୀ ରହୁଛି 102ଟି ଏବଂ ଏଥିରେ ଦେଖନ୍ତୁ ଯେଉଁମାନେ 10ମ କ୍ଲାସ୍ ପାସ୍ କରିଛନ୍ତି ଏଥିରେ ଆବେଦନ କରିପାରିବେ। ତ ଆପଣମାନେ ଯଦି ସିଲେକ୍ସନ୍ ହେବେ ତାହେଲେ ଦରମାଟି ରହୁଛି ପାର ମନ୍ଥ ଆପଣଙ୍କର 21,700 ପାର ମନ୍ଥ ଦରମାଟି ରହୁଛି। ଦେଖନ୍ତୁ ଏଥିରେ ଓଡ଼ିଶାର ସବୁ ଜିଲ୍ଲାର ପ୍ରାର୍ଥୀ ଏହାକୁ ଆବେଦନ କରିପାରିବେ ଏବଂ ଉଭୟ ମହିଳା ଏବଂ ପୁରୁଷ ଏଥିରେ ଆବେଦନ କରିପାରିବେ। ତେବେ ଆସନ୍ତୁ ଦେଖିବା ଏହାର ଏଜ୍ ଲିମିଟ୍ କେତେ ରହୁଛି ଏବଂ ଆପ୍ଲିକେସନ୍ ଷ୍ଟାର୍ଟ ଡେଟ୍ କେବେ ରହୁଛି ଏବଂ ଲାଷ୍ଟ ଡେଟ୍ କେବେ ରହୁଛି। ତେଣୁ ଭିଡ଼ିଓକୁ ଶେଷ ଯାଇ ୱାଚ୍ କରନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ସେମାନେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ। ତେବେ ଆସନ୍ତୁ ଦେଖିବା ଏହାର ଅଫିସିଆଲ ନୋଟିଫିକେସନରେ ଡିଟେଲ୍ସ କ'ଣ ସବୁ ଅଛି। ତେଣୁ ଭିଡ଼ିଓକୁ ଶେଷ ଯାଇ ୱାଚ୍ କରନ୍ତୁ। ତ ଦେଖନ୍ତୁ DSSS ତରଫରୁ ଏକ ଅଫିସିଆଲ ନୋଟିଫିକେସନ୍ ଆପଣମାନେ ଦେଖିପାରୁଥିବେ। ଏହା ହେଉଛି DSSSର ଅଫିସିଆଲ ନୋଟିଫିକେସନ୍ଟି। ତ ଚାଲନ୍ତୁ ଆମେ ପ୍ରଥମେ ଦେଖିବା ଯେ କ'ଣ ସବୁ ପୋଷ୍ଟ ରହୁଛି, ପୋଷ୍ଟ ନେମ୍ କ'ଣ ସବୁ ରହୁଛି ଏବଂ କେଉଁ ପୋଷ୍ଟ ପାଇଁ କେତେ ଭ୍ୟାକେନ୍ସି ରହୁଛି। ଦେଖନ୍ତୁ ପୋଷ୍ଟ ନେମ୍ଟି ରହୁଛି ପ୍ରୋସେସର ସର୍ଭର ପୋଷ୍ଟ ନେମ୍ ରହୁଛି ଏବଂ ଡିପାର୍ଟମେଣ୍ଟ ନେମ୍ ରହୁଛି ଡିଷ୍ଟ୍ରିକ୍ଟ ଆଣ୍ଡ ସିଜନ୍ କାଉଣ୍ଟର୍ସ ଡିପାର୍ଟମେଣ୍ଟ ନେମ୍ ରହୁଛି। ଏଥିରେ ଦେଖନ୍ତୁ ଟୋଟାଲ ପୋଷ୍ଟ ରହୁଛି ଦେଖନ୍ତୁ 2ଟି ପୋଷ୍ଟ ଏବଂ ପ୍ରୋସେସର ସର୍ଭରରେ ଗୋଟେ ପୋଷ୍ଟ ରହୁଛି ଏବଂ ଡିପାର୍ଟମେଣ୍ଟ ନେମ୍ ରହୁଛି ଡିଷ୍ଟ୍ରିକ୍ଟ ଆଣ୍ଡ ସିଜନ୍ କାଉଣ୍ଟର୍ସ ଡିପାର୍ଟମେଣ୍ଟ ନେମ୍ ରହୁଛି। ଏବଂ ସେପରି ଦେଖନ୍ତୁ ପିଅନ ଏବଂ ଅର୍ଡ଼ରଲି ଏବଂ ଡାକ ପିଅନ ପାଇଁ 7ଟି ପୋଷ୍ଟ ରହୁଛି ଟୋଟାଲ ଏବଂ ଡିପାର୍ଟମେଣ୍ଟ ରହୁଛି ଦେଖନ୍ତୁ ଡିଷ୍ଟ୍ରିକ୍ଟ ଆଣ୍ଡ ସିଜନ୍ କାଉଣ୍ଟର୍ସ ଫ୍ୟାମିଲି କାଉଣ୍ଟର୍ସ ଡିପାର୍ଟମେଣ୍ଟ ନେମ୍ ରହୁଛି। ସେପରି ନେକ୍ସଟ ଦେଖନ୍ତୁ ପିଅନ ଏବଂ ଅର୍ଡ଼ରଲି ଏବଂ ଡାକ ପିଅନ ପାଇଁ 92ଟି ପୋଷ୍ଟ ରହୁଛି ଟୋଟାଲ ଏବଂ ଦେଖନ୍ତୁ ଡିପାର୍ଟମେଣ୍ଟ ରହୁଛି ଡିଷ୍ଟ୍ରିକ୍ଟ ଆଣ୍ଡ ସିଜନ୍ କାଉଣ୍ଟର୍ସ ଡିପାର୍ଟମେଣ୍ଟ ରହୁଛି। ତ ନେକ୍ସଟ ଆମେ ଦେଖିବା ଯେ ଆପ୍ଲିକେସନ୍ ଷ୍ଟାର୍ଟ ଡେଟ୍ କେବେ ରହୁଛି ଏବଂ ଲାଷ୍ଟ ଡେଟ୍ଟି କେବେ ରହୁଛି। ଦେଖନ୍ତୁ ଆପ୍ଲିକେସନ୍ ଅଲରେଡ଼ି ଷ୍ଟାର୍ଟ ହୋଇସାରିଛି। ଦେଖନ୍ତୁ ଆପ୍ଲିକେସନ୍ ଷ୍ଟାର୍ଟ ଡେଟ୍ 20/3/2024 ମାନେ ଆପ୍ଲିକେସନ୍ ଅଲରେଡ଼ି ଷ୍ଟାର୍ଟ ହୋଇସାରିଛି ଏବଂ ଆପ୍ଲିକେସନ୍ ଲାଷ୍ଟ ଡେଟ୍ଟି ରହୁଛି 18/4/2024। ତ ଆପଣମାନେ ଯଦି ଏଇ ଜବ୍ରେ ଇଣ୍ଟରେଷ୍ଟିଂ ଅଛ ତାହେଲେ ଏବେ ହିଁ ଆପ୍ଲାଏ କରନ୍ତୁ। ଆପ୍ଲିକେସନ୍ ଦେଖନ୍ତୁ ଲାଷ୍ଟ ଡେଟ୍ଟି ରହୁଛି 18/4/2024। ତ ନେକ୍ସଟ ଆମେ ଦେଖିବା ଆଉ କ'ଣ ସବୁ ଡିଟେଲ୍ସ ରହୁଛି। ସେହିପରି ନେକ୍ସଟ ଦେଖନ୍ତୁ ପ୍ରୋସେସର ସର୍ଭର ପାଇଁ ଯେଉଁ କ୍ୱାଲିଫିକେସନ୍ଟି ରହୁଛି ମିନିମମ୍ କ୍ୱାଲିଫିକେସନ୍ ତା'ର ରହୁଛି ଦେଖନ୍ତୁ ମାଟ୍ରିକୁଲେସନ୍ ପାସ୍ କ୍ୱାଲିଫିକେସନ୍ଟି ରହୁଛି ଏବଂ ଦେଖନ୍ତୁ ସ୍ୟାଲେରୀଟି ରହୁଛି ତା'ର ପର ମନ୍ଥ ସ୍ୟାଲେରୀ 25,500ରୁ 81,100 ଟଙ୍କା ପର ମନ୍ଥ ସ୍ୟାଲେରୀ ରହୁଛି। ଏହା ହେଉଛି ଦେଖନ୍ତୁ ଲେବୁଲ୍ 4 ସ୍ୟାଲେରୀଟି ରହୁଛି। ସେହିପରି ନେକ୍ସଟ ଆମେ ଦେଖିବା ଦେଖନ୍ତୁ ଏଜ୍ ଲିମିଟ୍ଟି ରହୁଛି ପ୍ରୋସେସର ସର୍ଭର ଏଜ୍ ଲିମିଟ୍ଟି ରହୁଛି 18ରୁ 27 ଇୟର୍ସ ଏଜ୍ ଲିମିଟ୍ଟି ରହୁଛି। ସେହିପରି ନେକ୍ସଟ ଆମେ ଦେଖିବା ସେହିପରି ନେକ୍ସଟ ଦେଖନ୍ତୁ ଡିଷ୍ଟ୍ରିକ୍ଟ ଆଣ୍ଡ ସିଜନ୍ କାଉଣ୍ଟର୍ସ ପାଇଁ ଯେଉଁ ପ୍ରୋସେସର ସର୍ଭର ପୋଷ୍ଟ ରହୁଥିଲା ତା'ର ଏଜ୍ ଲିମିଟ୍ଟି ରହୁଛି 18ରୁ 27 ଇୟର୍ସ ଏଜ୍ ଲିମିଟ୍ଟି ରହୁଛି ଏବଂ ଦେଖନ୍ତୁ ତା'ର ସ୍ୟାଲେରୀ ରହୁଛି ପର ମନ୍ଥ 25,500ରୁ 81,100 ଟଙ୍କା ପର ମନ୍ଥ ସ୍ୟାଲେରୀଟି ରହୁଛି। ଦେଖନ୍ତୁ ତା'ର ଯୋଗ୍ୟତାଟି ରହୁଛି ମାଟ୍ରିକୁଲେସନ୍ ପାସ୍ ଏବଂ 10ମ କ୍ଲାସ୍ ପାସ୍ ରହୁଛି। ମିନିମମ୍ 10ମ କ୍ଲାସ୍ ପାସ୍ ତା'ର ଯୋଗ୍ୟତାଟି ରହୁଛି। ସେହିପରି ନେକ୍ସଟ ଆମେ ଦେଖିବା ସେହିପରି ନେକ୍ସଟ ଦେଖନ୍ତୁ ଡିଷ୍ଟ୍ରିକ୍ଟ ଆଣ୍ଡ ସିଜନ୍ କାଉଣ୍ଟର୍ସ ଫ୍ୟାମିଲି କାଉଣ୍ଟର୍ସ ପାଇଁ ଯେଉଁ ପୋଷ୍ଟ ରହୁଥିଲା ପିଅନ ଅର୍ଡ଼ରଲି ଏବଂ ଡାକ ପିଅନ ପୋଷ୍ଟ ରହୁଥିଲା ତ ତା'ର ଏଜ୍ ଲିମିଟ୍ଟି ରହୁଛି ଦେଖନ୍ତୁ 18ରୁ 27 ଏଜ୍ ଲିମିଟ୍ଟି ରହୁଛି ଏବଂ ତା'ର ପ୍ରତି ମାସ ଦରମାଟି ଦେଖନ୍ତୁ 21,700ରୁ 69,100 ଟଙ୍କା ପର ମନ୍ଥ ସ୍ୟାଲେରୀଟି ରହୁଛି। ଏହା ହେଉଛି ଲେବୁଲ୍ 3 ତା'ର ସ୍ୟାଲେରୀଟି ରହୁଛି। ଦେଖନ୍ତୁ ତା'ର କ୍ୱାଲିଫିକେସନ୍ଟି ରହୁଛି ଓନ୍ଲି ମାଟ୍ରିକୁଲେସନ୍ ଅଥବା 10ମ କ୍ଲାସ୍ ପାସ୍ ଓନ୍ଲି ରହୁଛି। ସବୁ ପୋଷ୍ଟରେ ଦେଖନ୍ତୁ ମିନିମମ୍ ଆପଣଙ୍କୁ 10ମ କ୍ଲାସ୍ ମାଗିଛି। ତ ଆପଣମାନଙ୍କୁ ଯଦି 10ମ କ୍ଲାସ୍ ପାସ୍ କରିଛନ୍ତି ତାହେଲେ ଏଥିରେ ଆବେଦନ କରନ୍ତୁ। ସେହିପରି ନେକ୍ସଟ ଆମେ ଦେଖିବା ନେକ୍ସଟ ଦେଖନ୍ତୁ ଡିଷ୍ଟ୍ରିକ୍ଟ ଆଣ୍ଡ ସିଜନ୍ କାଉଣ୍ଟର୍ସ ପାଇଁ ଯେଉଁ ପିଅନ ଅର୍ଡ଼ରଲି ଏବଂ ଡାକ ପିଅନ ପୋଷ୍ଟ ରହୁଥିଲା ତା'ର ଏଜ୍ ଲିମିଟ୍ଟି ରହୁଛି ଦେଖନ୍ତୁ ଏଜ୍ ଲିମିଟ୍ 18ରୁ 27 ଇୟର୍ସ ସବୁଥିରେ ଦେଖନ୍ତୁ 18ରୁ 27 ଇୟର୍ ଏଜ୍ ଲିମିଟ୍ ମାଗିଛି। ତ ତା'ର ସ୍ୟାଲେରୀ ରହୁଛି ପର ମନ୍ଥ 21,700ରୁ 69,700 ଟଙ୍କା ପର ମନ୍ଥ ସ୍ୟାଲେରୀଟି ରହୁଛି।
ଏବଂ ତା'ର ଯୋଗ୍ୟତାଟି ରହୁଛି ସେଇ 10ମ କ୍ଲାସ୍ ପାସ୍ ହିଁ। ନେକ୍ସଟ ଆମେ ଦେଖିବା ଆଉ କ'ଣ ସବୁ ଡିଟେଲ୍ସ ରହୁଛି। ସେହିପରି ନେକ୍ସଟ ଦେଖନ୍ତୁ ଆପ୍ଲିକେସନ୍ ଫି ରହୁଛି 100 ଟଙ୍କା ପାର୍ କ୍ୟାଣ୍ଡିଡେଟ୍ ଆପଣଙ୍କୁ 100 ଟଙ୍କା ଫି ଦେବାକୁ ପଡ଼ିବ। ଏବଂ ଆପ୍ଲିକେସନ୍ ମୋଡ଼୍ ରହୁଛି ଦେଖନ୍ତୁ ଅନଲାଇନ୍ ଆପ୍ଲିକେସନ୍ ମୋଡ଼୍ ରହୁଛି। ତ ଆପଣମାନେ ନିଜେ ବି ଆପ୍ଲାଏ କରିପାରିବେ, ନିଜ ମୋବାଇଲରେ ଆପଣ ବି ଆପ୍ଲାଏ କରିପାରିବେ। ତ ଏଇସବୁ ଥିଲା ତ DSSSର ଅଫିସିଆଲ୍ ନୋଟିଫିକେସନ୍ର ଡିଟେଲ୍। ତ ଆପଣମାନେ ଯଦି ଏବଂ ଯେଉଁମାନେ ମୋ ଚ୍ୟାନେଲରେ ପ୍ରଥମ ଥର ଆସିଛନ୍ତି ସେମାନେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ।